ବସିଛନ୍ତି ଗୋଟେ ସାପ ପହରି 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 ଇଏ ଦୀକ୍ଷା ନେଇ କିଛି କରୁନଥିଲେ, ବିଶ୍ୱାସ କରୁନଥିଲେ। ଆଚ୍ଛା ସେ ନାମଟା କରେ, ନାମ କରୁ 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 ସାପଟା ପକେଟରୁ ପୁଣି ମୁହଁ ଟେକି ବାହାରିକି କହିଲି କାଲି ଏ ନାମର ଶକ୍ତି, ମୁଁ ଯିବି ଠାକୁରଙ୍କ ପାଖକୁ ଯିବି। ଲାଗିରି ଠାକୁରଙ୍କ ପାଖରେ পৌঁছলে। ঠাকুর ননি এ জঙ্গল উড়াতে না তোমাকে কত কষ্ট দিয়েছে, কিছু করতে পারে না, কিছু করতে পারে না, কিছু করতে পারে না। তুমি জানলে ମୁଁ କହୁଥିଲି ସାପ କହୁଥିଲା ଏ କଥା କହିଲା ଲମ୍ ଭାଇ ପଡ଼ିଗଲେ। ସେଇଠି ରେଜିଗ୍ନେସନ୍ ଦେଇଦେଲେ, କହିଲେ ମୋ ଚାକିରି ବାଜି ଇସ୍ତଫା ଦେଇଦେଲି, ଆପଣ ଯାହା କହିବେ ମୁଁ ତାହା କରିବି। ନନୀଗୋପାଳ ଚକ୍ରବର୍ତ୍ତୀ ଠାକୁର ହିମାୟତପୁର କଥା, ହିମାୟତପୁରରେ ଏ କଥା ସବୁ ଇସ୍ତଫା ଦେଇକିରି ଚାକିରି ଛାଡ଼ିଦେଲେ। ଠାକୁରଙ୍କୁ ସବ ଠାକୁର କହିଲେ ସବ ସତ୍ସଙ୍ଗର ଦାୟିତ୍ୱ ତୁ ବୁଝିବୁ। ନନୀଗୋପାଳ ଚକ୍ରବର୍ତ୍ତୀ ବୁଝୁଥିଲେ। ଏଇ ନନୀଗୋପାଳ ଏକା ନନୀଗୋପାଳ ଚକ୍ରବର୍ତ୍ତୀ ନେଇ ସମସ୍ତେ କେମିତି ଜାଣିପାରିଲେ? ଠାକୁର ଜାଣିଲେ ଜଙ୍ଗଲ ବୁଡ଼ା ଏମିତି ପକେଟରେ ବସିଥିଲା, ତେଣୁ ସିଏ ସବୁ ଜାଣନ୍ତି, ତାଙ୍କର ଇଚ୍ଛା। ଆମେ ଏଇ ଯେଉଁ ଠାକୁରଙ୍କ କଥା ଏତେ ଆଲୋଚନା ତ ସୁନ୍ଦର ଆଲୋଚନା କରିଦେଲେ। ଯୁଗେ ଯୁଗେ ଭଗବାନ ଅଛନ୍ତି। ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନମ ଧର୍ମସ୍ୟ ତଦାତ୍ମନଂ ସଦାମ୍ୟହଂ ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ଯେତେବେଳେ ଧର୍ମର ଗ୍ଲାନି ହୁଏ, ଅନ୍ୟାୟ ଅନୀତି ପାପାଚାର ଭରିଯାଏ, ସେତେବେଳେ ମୁଁ ଧରାଧାମକୁ ଆସେ। ଏକଥା ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଗୀତାରେ କହିଛନ୍ତି। ତେଣୁ ଏକଥା ମାଳିକାରେ ଅଛି, ପୃଥ୍ୱୀ ଯେତେବେଳେ ଅନ୍ଧାର ହୋଇବ ଅନୁକୂଳ ଚନ୍ଦ୍ର ଉଦେ, ସତ୍ସଙ୍ଗ ଧର୍ମ ପ୍ରଚାର କରିବେ ଭକତ ରଖିବେ ଥକେ। ପୃଥ୍ୱୀ ଯେତେବେଳେ ଅନ୍ଧକାର ହବ, ସେତେବେଳେ ଏ ପୃଥ୍ୱୀ ତ ବର୍ତ୍ତମାନ ଅନ୍ଧକାର ହେଇଛି, ପୃଥିବୀରେ ଶାନ୍ତି ନାହିଁ। ଏ ଠାକୁର ଆଜି ଆସିଛନ୍ତି, ଏ ଧରାବକ୍ଷକୁ ଆସିଛନ୍ତି। ଇଏ ଧର୍ମ ସଂସ୍ଥାପନ କରିବା ପାଇଁ ରାମଚନ୍ଦ୍ର, କୃଷ୍ଣଚନ୍ଦ୍ର, ଗୌରଚନ୍ଦ୍ର, ରାମ, କୃଷ୍ଣ, ବୁଦ୍ଧ, ଯୀଶୁ, ମହମ୍ମଦ, ଚୈତନ୍ୟ, ରାମକୃଷ୍ଣ ପରମହଂସ ଦେବ, ଠାକୁର ଅନୁକୂଳ ଚନ୍ଦ୍ର ଏ 8 ଥର ଆସିଲେଣି। 4000 ବର୍ଷ ଭିତରେ, 4000 ବର୍ଷ ଭିତରେ 8 ଥର ଆସିଲେଣି। କିନ୍ତୁ ପରମ ବ୍ରହ୍ମ ଶ୍ରୀ ଠାକୁର କହିଲେ I shall come again not within 10,000 years। ମୁଁ ଆସିବି କିନ୍ତୁ ଆଉ 10,000 ବର୍ଷ ଭିତରେ ଆସିବି, ଆଉ 10,000 ବର୍ଷ ଭିତରେ ଆସିବି ଠାକୁର କହିଲେ। ମୁଁ ଯାହା ଦେଇଗଲି ଏ 10,000 ବର୍ଷ ବୃଦ୍ଧିଗଲି। ଏ କଳି ଯୁଗ ଶେଷ ହେଇକରି ପୁଣି ସତ୍ୟ ଯୁଗ 5,000 କେତେ ବର୍ଷ ଯିବ ଠାକୁର କହିଛନ୍ତି। କଣ ଠାକୁର କହିଲେ? ଠାକୁର ଆଚାର୍ଯ୍ୟ ପରମ୍ପରା ସୃଷ୍ଟି କରିଛି। ଆଚାର୍ଯ୍ୟ